କେଉଁ ସମୟରେ କେଉଁ ଜିନିଷ କରିବା ଉଚିତ ନୁହଁ। ନମସ୍କାର, ଜୟ ଜଗନ୍ନାଥ। ବନ୍ଧୁମାନେ, ଆପଣ ସମସ୍ତଙ୍କୁ ମୋର ୟୁଟ୍ୟୁବ୍ର ଓଡ଼ିଆ ଚ୍ୟାନେଲ୍ ଜ୍ଞାନ ନଦୀକୁ ସ୍ୱାଗତ କରୁଛି। ବନ୍ଧୁଗଣ, ନୂଆ ନୂଆ ତଥ୍ୟ ଜାଣିବା ପାଇଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଜ୍ଞାନ ନଦୀକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ବଟନ୍କୁ କ୍ଲିକ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ବନ୍ଧୁଗଣ, କିଛି ଜିନିଷ ରହିଛି ଯାହାକୁ ସବୁ ସମୟରେ କରାଯାଏ ନାହିଁ। କେଉଁ ସମୟରେ କ'ଣ କରାଯିବା ଉଚିତ ନୁହଁ। ନମ୍ବର 1, ରାତିରେ ଝାଡ଼ୁ କରିବା ଉଚିତ ନୁହଁ। ଏହାଦ୍ୱାରା ସକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ନମ୍ବର 2, ଦିନ ଦ୍ୱିପହରରେ ପୂଜା କରନ୍ତୁ ନାହିଁ। ଏହା ଦେବାଦେବୀଙ୍କର ବିଶ୍ରାମ ସମୟ। ନମ୍ବର 3, ମଙ୍ଗଳବାର କେଶ କାଟନ୍ତୁ ନାହିଁ, ମଙ୍ଗଳ ଗ୍ରହ ଦୁର୍ବଳ ହୋଇଯାଏ। ନମ୍ବର 4, ଶୁକ୍ରବାର ଓ ଶନିବାର ନଖ କାଟନ୍ତୁ ନାହିଁ, ଶନି ଈର୍ଷା କରନ୍ତି ଏବଂ ଅମଙ୍ଗଳ ହୁଏ। ନମ୍ବର 5, ଶନିବାର ଦିନ ନୂତନ ଜିନିଷ କିଣନ୍ତୁ ନାହିଁ, ଶନି ଦୁର୍ବଳ କରିଦିଅନ୍ତି ସେହି ଜିନିଷକୁ। ନମ୍ବର 6, ବିବାହ ପ୍ରସ୍ତାବ, ନୌକରି ଆଦି ଶୁଭ କାମରେ ଗଲାବେଳେ ଯଦି ଛିଙ୍କ ଆସେ ତାହେଲେ ଟିକେ ରହିଯାଆନ୍ତୁ ଏବଂ ପରେ ଯାଆନ୍ତୁ। ନମ୍ବର 7, କୌଣସି ଶୁଭ କାମରେ ଯାଉଥିଲେ ଯଦି ପଛରୁ କିଏ ଡାକିଲେ ଭଲ ନୁହେଁ, 5 ମିନିଟ୍ ଖଣ୍ଡେ ରହିଯାଆନ୍ତୁ, ତାପରେ ଯାଆନ୍ତୁ। ଆହୁରି ମଧ୍ୟ ଅନ୍ୟ କିଏ ବାହାରକୁ ଗଲାବେଳେ ସେମିତି ପଛରୁ ଡାକି ବାଧା ଦିଅନ୍ତୁ ନାହିଁ। ଧନ୍ୟବାଦ।